ତାଳଚେରରେ ଗୋମାଂସ ଚାଲନା କଥା ଆଗରୁ କେବଳ ଶୁଣିବାକୁ ମିଳୁଥିଲା, କିନ୍ତୁ ଆଜି ଜଣେ ବେପାରୀ ବ୍ୟାଗ୍ରେ 1 କ୍ୱିଣ୍ଟାଲ ଗୋମାଂସ ନେଉଥିବା ବେଳେ ଧରାପଡ଼ିବା ଯୋଗୁଁ ଏହା ସତରେ ପରିଣତ ହୋଇଛି। ତେବେ ଜନଗହଳିପୂର୍ଣ୍ଣ ତାଳଚେର ହଟତୋଟା ଅଞ୍ଚଳ ଦେଇ ଗୋମାଂସ ଚାଲନା ବେଳେ ଧରାପଡ଼ିଯାଇଥିଲା ଏହି ବେପାରୀ ଏବଂ ଏହି ଖବର ପାଇବା ପରେ ଲୋକମାନଙ୍କ ଭିଡ଼ ଜମିଯାଇଥିଲା ଏବଂ ଉତ୍ତ୍ୟକ୍ତ ଲୋକମାନେ ବ୍ୟବସାୟୀକୁ ମାଡ଼ ମାରିଥିବା ସହିତ ତାଳଚେର ଥାନାର ଜିମା ଦିଆଯାଇଥିବା ଜଣାପଡ଼ିଛି। ତେବେ ସୂଚନା ଅନୁଯାୟୀ ବ୍ୟବସାୟୀମାନେ ପ୍ରତି ଶୁକ୍ରବାର କ୍ୱିଣ୍ଟାଲ ଗୋମାଂସ ତାଳଚେରକୁ ଆଣିବା ସହିତ ସ୍ଥାନୀୟ ଚର୍ଚ୍ଚ ପାଖରେ ରହୁଥିବା କିଛି ମୁସଲିମ ସମ୍ପ୍ରଦାୟର ଲୋକମାନେ ସେଠାକୁ ଆସି ଗୋମାଂସ ନିଅନ୍ତି। ତାଳଚେର ସହର ଦେଉଳବେଡ଼ା ହାଣ୍ଡିଧୁଆ ଡେରା ବଲଣ୍ଡା ଅଞ୍ଚଳରେ ରହୁଥିବା ଏହି ସମ୍ପ୍ରଦାୟର ଲୋକମାନେ ଏହାକୁ ମଗାଉଥିବା ବେଳେ କେତେବେଳେ ଏହି ଗୋମାଂସ ଖୋର୍ଦ୍ଧା ଅଞ୍ଚଳରୁ ଆସୁଥିବା ସହିତ ଲୋଚାଛପାରେ ମଧ୍ୟ ଏହି ତାଳଚେର ଅଞ୍ଚଳରେ ଗାଈକୁ କଟାଯାଇ ମାଂସ ଚୋରାଚାଲାଣ କରାଯାଇଛି ବୋଲି କୁହାଯାଉଛି। ଏହି ଘଟଣା ଏବେ ତାଳଚେର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ବ୍ୟୁରୋ ରିପୋର୍ଟ, ଦମନ ଟିଭି ନ୍ୟୁଜ୍।